चलित वर्ष मैट्रिक रिजल्ट प्रकाश पाई आउ भद्रक जिला चांदवाल शिशु मंदिर गोटे भल परफॉर्मेंस कर आम जदि कहवा 26 पिलू 4 जन A1 अच्छा ये सबुठ गोटे बड़ कथा कह गले कि जदि बेसरकारी हिसाब से निजाए तेरे यह समस्त चकित कर तेज आम से स्कूल अच्छा एवं देखुवे स्कूल तरफ से संबर्धित 4 जन पिला जदि कहुए A1 कहुए प्रथम अच्छा साई सुमन स्वाई आउ अछंती सुमित कुमार नायक आउ लक्ष्मीकांत कर अमित कुमार नायक ये 4 जन अछंती A1 रे आउ 2 जन झील अछंती आमे समस्त प्रतिक्रिया नबा ये जो सफलता पछरे कहार रही हाथ यही सफलता को लेकिन से केते खुशी अछंती आज जो स्कूल आमे देखुछु गोटे भव्य संवर्धना उत्सव समस्त को संवर्धित करा आमे प्रथमे जी रखिछंती 94% रखिछंती आमे तांकर प्रतिक्रिया नबा जे सुमन आमे सहित अन्य मानक मध्य संभावना लाइव तरफ अनेक अनेक शुभेच्छा जे कि ये जो सफलता रे केते खुशी अच्छे आप बहुत खुशी अच्छी 94% अधिक भी पारता कि जतिक संतुष्ट ना अच्छी आमे देखु खुशी किंतु दुख भली लागुच काई मुहर ठीक हस लाई कमिगला माने आशा एतिक थिला टिके 5-6 मार्क कमी जाइछ कि जतिक संतुष्ट अछि कोथिरे कमी गला बोली भाबुछ इंग्लिश आ ओडिया रे कमिगला भाबुछ माने कौन सब केमती प्रिपरेशन होतलो ए जो पाठ पढ़ा पई यदि आमे देखिबा अलगा पिला माने कौन माने कोथिरे इंपोर्टेंस दबा दरकार जे कि सेमाने भी भलो परफॉर्मेंस करियो ସମସ୍ତେ ତ ପଢନ୍ତି ଲାଷ୍ଟ 3 ମାସ ବର୍ଷର ସବୁ ପିଲା ମାନେ ଏଫର୍ଟ ତ ଲଗାନ୍ତି ବର୍ଷ ସାରା ହିଁ ପରିଶ୍ରମ କରିଥିଲି ଲାଷ୍ଟ 2-3 ମାସ ଅଧିକ ପରିଶ୍ରମ କରିଥିଲି କିନ୍ତୁ ପିଲାମାନେ ପାଠ ପଢିବା ସହିତ ମୋବାଇଲ ଆଉ ସୋସିଆଲ ମିଡ଼ିଆ ଅଧିକ ଆଡିକ୍ଟେଡ ଡାଇଭର୍ଟ ହେଇଯାନ୍ତି ପ୍ରତି କିଛି ପରସେଣ୍ଟେଜ କମିଯାଏ କିନ୍ତୁ ମୁଁ ସେଭଳିଆ ମାନେ ଦେଖେ ମୋବାଇଲ ତ ଆଡିକ୍ଟେଡ ନଥିଲି ସବୁଦିନ ସେଭଳିଆ ନିତି ଦିନିଆ କଥା ନୁହେଁ ଗୁରୁଜୀ ଗୁରୁମା ବହୁତ ସାହାଯ୍ୟ କରିଛନ୍ତି ଏବଂ ଅର୍ଦ୍ଧବାର୍ଷିକ ପରୀକ୍ଷାରେ ଯେବେ ବି କୌଣସି ବି ଜିନିଷରେ ଆମର କମି ରହିଗଲେ ସେମାନେ ଅବଗତ କରାନ୍ତି ଏବଂ ବିଭିନ୍ନ ଟିପ୍ସ ବି ଦିଅନ୍ତି ବିଭିନ୍ନ ପ୍ରକାର ସବଜେକ୍ଟରେ ନିଜ ପିତାମାତା ଆଉ ନିଜର କୋଚିଂ ସେଣ୍ଟରର ଟିଚର୍ସ ଆଉ ସ୍କୁଲର ଗୁରୁଜୀ ଗୁରୁମା ଆଉ ସର୍ବୋପରି ଭଗବାନଙ୍କୁ ମୁଁ ଏଇ ସଫଳତାର ଶ୍ରେୟ ମାନେ ଅର୍ପଣ କରେ केते समय प्रतिदिन केते समय पाठ पढ़ा ପ୍ରତିଦିନ ଆଭରେଜ 5 ରୁ 6 ଘଣ୍ଟା କିନ୍ତୁ ଲାଷ୍ଟ 2-3 ମାସ ଅଧିକ ପରିଶ୍ରମ କରିବାକୁ ପଡିଲା देखु तमे भी आमे देखुछु जे कि भलो रिजल्ट रखियो कोन ना केते परसेंट मार्क रहिछि कोन सुमित कुमार नायक 549 मार्क रही माने आशा थिला सेति रहयो बोली आसा आउ 10 मार्क अधिक आसता जतिक अच्छे खुशी अच्छी कोउथरे केते मार्क रहिछु एमआर रही 95 आउ संस्कृत रे 98 साइंस रे 97 आउ एसएससी रे 88 इंग्लिश रे कमी 78 माने काहे के कोउठी रहिला टुटी माने रीचेकिंग हबो ना एमती ना रीचेकिंग करमिनी बाकी ठीक ठाक अच्छे से इंग्लिश रो बाकी 5-6 मार्क हेता आ सब ठीक ठाक अच्छी केते समय पढुथुलो दिनु केते समय पढुथुलो को ऊपर बेसी गुरुत्व दउथुलो ମୁଁ ବେସିକାଲି ସାଇନ୍ସ ଉପରେ ବହୁତ ମାନେ ବହୁତ ଏଫର୍ଟ ଦେଇଛି ମାନେ ବହୁତ ଦିନକୁ 2 ଘଣ୍ଟା ସାଇନ୍ସ ବି କରେ ଭଲ ଲାଗେ ସାଇନ୍ସଟା କ'ଣ ଶିଖିବାର ଜିନିଷ ହେଲା ବିଜ୍ଞାନ ତାପରେ ମୁଁ ଗଣିତ ବି ଅଧିକ ସମୟ ଦିଏ ତାପରେ ମୁଁ ଏଡିଟେସନ୍ ହେଲେ ଡେଲି ଗୀତା ପଢ଼େ ମାନେ ଡେଲି ଗୋଟେ ଗୋଟେ 2-3ଟା ଶ୍ଲୋକ ବି ପଢ଼େ ଏଡିଟର ନାଗିଲେ ଖେଳ ବି ଖେଳେ ତା ସହିତ ବି ମାନେ କରିକୁଲାର ବି କିଛି ଆକ୍ଟିଭିଟି କରେ ଯେଉଁଥିପାଇଁ ମୋତେ ଏତେ ବି ଚିଡ଼ଚିଡ଼ା ଲାଗେନି ପାଠ ସହିତ 5 ଘଣ୍ଟା ପଢ଼େ କିନ୍ତୁ ଭଲିକି ସେ ପୁରା ଏଫର୍ଟ ଦେଇକି ପଢ଼େ ତାପରେ ଯେତେ ସମୟ ମାନେ ଇଏ ଏଫର୍ଟ ଦିଏ ଆଉ କରିକୁଲାର ଭବିଷ୍ୟତରେ କଣ হবে ବୋଲି ଆଶା ରଖିଛୁ ସେ ତ ଡାକ୍ତର ହେବାର ଲକ୍ଷ୍ୟ ରଖିଛି ଡାକ୍ତର ହେବାର ଲକ୍ଷ୍ୟ ରଖିଛି ଯେ ଆମେ ଆଉ ଜଣଙ୍କର ପ୍ରତିକ୍ରିୟା ନବା କଣ ନା କେତେ ପରସେଣ୍ଟ ମାର୍କ ରହିଛି କଣ ଲକ୍ଷ୍ମୀକାନ୍ତ କର 541 ମାନେ କୋଉଥିରେ ସବୁ କେତେ ମାର୍କ ରହିଛି ସାହିତ୍ୟରେ 89 ମ୍ୟାଥରେ 96 ଇଂଲିଶରେ 86 ସଂସ୍କୃତରେ 94 ମାନେ ଏ ଆଶା ଥିଲା ରହିବ ବୋଲି ନା କୋଉଠି ଆଜ୍ଞା ତ୍ରୁଟି ରହିଲା ଏଇ ଆଶା ଥିଲା ଘରେ ସବୁ କାହାକୁ ଉପରେ ଗୁରୁତ୍ୱ ଦଉଥିଲେ ପାଠ ପଢିବା ଉପରେ ଯଦି ସ୍କୁଲ ଗଲା ପରେ କେତେ ସମୟ ଘରେ ସମୟ ଦଉଥିଲେ ଘରେ 5-6 ଘଣ୍ଟା 5-6 ଘଣ୍ଟା ସମୟ ଦଉଥିଲେ ଆଉ ମ୍ୟାଥ ସାଇନ୍ସ ଉପରେ ଟିକେ ଅଧିକ ଗୁରୁତ୍ୱ ଦଉଥିଲେ ସେ ଯୋଉ କହୁଛନ୍ତି ଆମର ସୁମନ କହୁଥିଲେ ଯେ ମୋବାଇଲ କୁ ଆମେ ଆଭଏଡ କରୁଥିଲୁ ସତରେ କଣ ମୋବାଇଲ କୁ ପାଠ ପଢା ପ୍ରତି ଧ୍ୟାନ ଦବା କଥା ନୁହେଁ ନା କଣ ନା ମୋବାଇଲ ଗୋଟେ ଏମିତି ଜିନିଷ ଯୋଉଟା କି ଭଲ ଜିନିଷ ବି ଥାଏ ଖରାପ ଜିନିଷ ବି ଥାଏ ଯୋଉ ପିଲା ଯୋଉ ପ୍ରତି ଆକୃଷ୍ଟ ମାନେ ଭଲ ଭଲ ଜିନିଷ ବି ଦେଖିପାରିବା ଖରାପ ଜିନିଷ ବି ଦେଖିପାରିବା ଭଲ ଜିନିଷ ଦେଖିଲେ ଆମେ ନିଶ୍ଚୟ ସକ୍ସେସ୍ ହବା ଖରାପ ଜିନିଷ ଦେଖିଲେ ଆମେ ଖରାପ ଦିଗକୁ ଯାଇପାରିବା ଏଇ ଯୋଉ ଶ୍ରେୟ ସଫଳତାର ଶ୍ରେୟ କାହାକୁ ଦେବେ ସବୁ ଏଇ ସଫଳତାର ଶ୍ରେୟ ମୋ ଗୁରୁଜୀ ଗୁରୁମାଙ୍କୁ ଏବଂ ଟ୍ୟୁସନ ଗୁରୁଜୀ ଏବଂ ମୋର ପରିବାର ବାପା ମାଙ୍କୁ ଦେବାକୁ ଚାହୁଁଛି ଯେ ଆମେ ଦେଖୁଛୁ ପୁରା ଆଜି ଗୋଟେ ସମସ୍ତେ ଖୁସି ଅଛ
ମାନେ ଯାହାକୁ କୁହାଯାଏ ମାଟ୍ରିକ ରେଜଲ୍ଟ ଗୋଟେ ସବୁଠୁ ପ୍ରଥମ ଯାହା ସଫଳତାର ଗୋଟେ ବଡ ଶ୍ରେୟ କୁହାଯାଏ। ଏଇ ଯୋଉ ଶ୍ରେୟକୁ କେମିତି ଦେଖୁଛ? ଏ ଶ୍ରେୟ ଭଲ ଲାଗୁଛି। ଏହି ଶ୍ରେୟ ପଛରେ ମୋର ପିତାମାତା ଏବଂ ଗୁରୁଜୀ ଗୁରୁମା ମାନଙ୍କର ସହଯୋଗ ବହୁ ମାତ୍ରାରେ ରହିଛି। ଆମର ଗୁରୁଜୀ ଗୁରୁମା ହେଉଛି ଯେଉଁ କାଳେ କୋଉଠି ଡାଉଟ୍ ରହିଗଲେ ସେ ଏକ୍ସଟ୍ରା ପିରିୟଡ଼ ଆମ ଡାଉଟ୍ କ୍ଲିୟର କରିଥାନ୍ତି। ଆଉ କୋଉଥିରେ କଣ କଣ ମାର୍କ ରହିଛି, କେତେ ପରସେଣ୍ଟ ମାର୍କ ରହିଛି? ମ୍ୟାଥରେ ଅଛି 96, ସାଂସ୍କ୍ରିଟରେ 99, ଆଉ ଏମ୍ଆଇଏଲ ଅଛି 88, ଆଉ ସାଇନ୍ସରେ ଅଛି 90, ଆଉ ହିଷ୍ଟ୍ରି ଜୋଗ୍ରାଫିରେ ଅଛି 84। ଦେଖନ୍ତୁ ପୁଅମାନଙ୍କ ଅପେକ୍ଷା ଯଦି କୁହାଯାଏ ରାଜ୍ୟରେ ଝିଅମାନଙ୍କ ସଫଳତା ରହିଛି ଏଇଥିରେ ମଧ୍ୟ। ଏଇ ଶିଶୁ ମନ୍ଦିରରେ ମଧ୍ୟ 2 ଜଣ ଝିଅ ମଧ୍ୟ A2 ରେ ମଧ୍ୟ ସଫଳତା ପାଇଛନ୍ତି। ଆମେ ତାଙ୍କର ଟିକେ ପ୍ରତିକ୍ରିୟା ନେବା ଯେ କେତେ ଖୁସି ଅଛ ଆଜି। ଆମେ ଦେଖୁଛୁ ସ୍କୁଲରେ ତ ଗୋଟେ ମାହୋଲ ଥିଲା ଯେ ସମସ୍ତଙ୍କୁ ଆଜି ସମ୍ବର୍ଦ୍ଧିତ କଲେ ଗୁରୁଜୀ ଗୁରୁମା ମାନେ। ଏଇ ଯୋଉ କେତେ ପରସେଣ୍ଟ ମାର୍କ ରଖିଛି ନା ସହିତ କହିଲେ ଟିକେ? ମୋ ନାଁ ପୁଷ୍ପିତା ପୁଷ୍ପମୟ ଦାସ। ମୁଁ ଏଇ ବର୍ଷ 10ମ ଶ୍ରେଣୀ ମ୍ୟାଟ୍ରିକ ଏକ୍ଜାମ ଦେଇ A2ରେ ଉତ୍ତୀର୍ଣ୍ଣ ହୋଇଛି। 523 ମାର୍କ ରହିଛି ମୋର। ଏହି ସବୁ ଶ୍ରେୟ ମୁଁ ମୋର ଗୁରୁଜୀ ଗୁରୁମା, ମୋର କୋଚିଂ ଟିଚର, ଆଉ ମୋ ଯେଉଁମାନେ ସମସ୍ତେ ମୋତେ ଗାଇଡ଼ କରିଛନ୍ତି, ମୋତେ ମୋ ଲୋ ମୋମେଣ୍ଟରେ ମୋର ସପୋର୍ଟ କରିଛନ୍ତି, ମୋରାଲି ମୋତେ ସପୋର୍ଟ କରିଛନ୍ତି, ସେମାନଙ୍କୁ ମୁଁ ଦେଉଛି। ଏବଂ ମୁଁ ଅନଲାଇନରେ ମଧ୍ୟ ପଢ଼ୁଥିଲି ବ୍ୟାଚ୍ ନେଇକି। ତ ମୋର ଅନଲାଇନ୍ ଟିଚର୍ସ ସମସ୍ତଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରୁଛି। କଣ ମାନେ ରଖିଛ, ଲକ୍ଷ୍ୟ ରଖିଛ କେମିତି କଣ ଭବିଷ୍ୟତରେ କଣ ପାଠ ପଢିବା ପାଇଁ? ଭବିଷ୍ୟତରେ ସିଭିଲ୍ ସର୍ଭିସ୍ କରିବାର ଇଣ୍ଟରେଷ୍ଟ ଅଛି। ସେହି ଲାଇନରେ ହିଁ ମୁଁ ମୋର ଫ୍ୟୁଚରକୁ ଆଗେଇବି। ମୋ ନାଁ ସେଲିନା ମହାନ୍ତି। ମୁଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଅଟେ। ମୁଁ ଏଥର 10th ବୋର୍ଡ଼ରେ 2026ରେ ଉତ୍ତୀର୍ଣ୍ଣ 526 ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛି। ମୋର ଏହି ସଫଳତା ପଛରେ ମୋର ଗୁରୁଜୀ ଗୁରୁମା ଆଉ ମୋର କୋଚିଂର ଯେଉଁମାନେ ଅଛନ୍ତି ଗୁରୁଜୀ ଗୁରୁମା ମାନେ ଆଉ ମୋର ପିତାମାତା, ସେମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ମୁଁ ଡିମୋଟିଭେଟ୍ ଫିଲ୍ କରେ ସେତେବେଳେ ସେମାନେ ମୋତେ ବହୁତ ସପୋର୍ଟ କରିଛନ୍ତି, ମୋତେ ମୋଟିଭେଟ୍ ଫିଲ୍ କରେଇଛନ୍ତି। ଆଉ ମୋର ଆଶା ଥିଲା ଯେ 90% ଏଭବ୍ ରଖିବା ପାଇଁ, କିନ୍ତୁ ମୋର କିଛି ହାର୍ଡ଼ୱାର୍କରେ ତ୍ରୁଟି ରହିଗଲା, ତ ସେଥିପାଇଁ ରହିପାରିଲାନି। କିନ୍ତୁ ମୁଁ ଏଥିରେ ଖୁସି ଅଛି। ଆଉ ଯାହା କହିବି କି ସୋସିଆଲ ମିଡ଼ିଆ ଠାରୁ ଯଦି ଆଉ ପ୍ରଥମରୁ ଆପଣ ଗୋଟେ ଗୋଲ୍ ରଖିକି ପାଠ ପଢ଼ନ୍ତୁ, ଆଉ ସେ ଗୋଲ୍କୁ ଆଚିଭ୍ କରିବା ପାଇଁ କିଛି ବି ଡିଷ୍ଟ୍ରାକ୍ଟ ହୁଅନ୍ତୁନି। ସାଧାରଣତଃ ସୋସିଆଲ ମିଡ଼ିଆ ପ୍ରତି ଏତେ ବି ଆଟ୍ରାକ୍ଟ କି ଆଡ଼ିକ୍ଟେଡ଼ ହୁଅନ୍ତୁନି, ନିଜ କ୍ୟାରିୟର ବନାନ୍ତୁ। କଣ ମିଶନ ରଖିଛନ୍ତି ଭବିଷ୍ୟତରେ? ଭବିଷ୍ୟତରେ ତ ମୁଁ ଡକ୍ଟର ହେବା ପାଇଁ ମିଶନ ରଖିଛି। ହିସାବରେ ନିଶ୍ଚିତ ଭଲ କରିଛି, ମୁଁ ବି ସେଥିରେ ସନ୍ତୁଷ୍ଟି ଅଛି। ବିଶେଷ କରି ମୁଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚାନ୍ଦବାଲି ଅନୁଷ୍ଠାନକୁ ଧନ୍ୟବାଦ ଦେଉଛି ଏବଂ ସେମାନଙ୍କର ଗୁରୁଜୀ ଗୁରୁମା ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ସେମାନଙ୍କର ଚେଷ୍ଟା ନିଶ୍ଚିତ ଭାବରେ 100% ହେବ। ବିଶେଷ କରି ମୁଁ ମାର୍କ ଯେତିକି ଝିଅ ରଖିଛି ମୁଁ ଖୁସି, ତାଠୁ ବେଶୀ ଖୁସି ଯେ କି ମୋ ଝିଅ ଆଜି ମାର୍କ ଭଲ ରଖିଛି। ମୁଁ 2 ଦିନ 5 ଦିନ ପାଇଁ ଖୁସି ହେବି। ଏ ବିଦ୍ୟା ମନ୍ଦିରରୁ ଆଉ ଗୋଟେ ନୂଆ ଶିକ୍ଷା ମିଳୁଛି ଯେ ସାରା ଜୀବନ ଆମ ଛୁଆମାନଙ୍କୁ ନେଇ ଯେଉଁ ଚଳିବୁ, ଯେଉଁ ବିଦ୍ୟା ଯେଉଁ ଜ୍ଞାନ, ଯେ କି ଶିକ୍ଷା ସହିତ ପାରିବାରିକ ଜ୍ଞାନ ଏମାନେ ଦେଉଛନ୍ତି, ଯାହାକି ଆଧ୍ୟାତ୍ମିକ ଅନ୍ୟାନ୍ୟ ଜିନିଷ ମଧ୍ୟ ଦେଉଛନ୍ତି, ଯାହାଫଳରେ ପିଲାଟି ଭଲ ଶିକ୍ଷା ସହିତ ଅନ୍ୟାନ୍ୟ ଶିକ୍ଷା ମଧ୍ୟ ନେଇପାରୁଛି। ଦେଖୁଥିଲେ ସମସ୍ତେ ସଫଳତା ଯୋଉ ପାଇଛନ୍ତି ସେମାନେ ଗୋଟେ ଗୋଟେ ମିଶନ ରଖିଛନ୍ତି, କିଏ ଡକ୍ଟର, କିଏ ସିଭିଲ ଇଏରେ। ତେବେ ଏଇ ଯୋଉ ସ୍କୁଲ ରହିଲା ଗୁରୁଜୀ ଗୁରୁମାମା, ତାଙ୍କ ମାନଙ୍କର ଯୋଉ ଅବଦାନ ମଧ୍ୟ ଅନେକ ରହିଛି ଯେ ଆମେ ତାଙ୍କର ପ୍ରତିକ୍ରିୟା ନେବା ଯେ ସେ ଯେତେବେଳେ ପିଲାମାନେ ସ୍କୁଲ ଆସୁଥିଲେ ତାଙ୍କ ପ୍ରତି କେମିତି ପାଠ ପଢା ପ୍ରତି କେତେ ଇଏ ରହିଥିଲା। ଏଇ ଯୋଉ ଶିଶୁ ମନ୍ଦିର, ଇଏ ଗୋଟେ ପ୍ରତିଷ୍ଠିତ ଶିଶୁ ମନ୍ଦିର 2002 ପାଖରୁ ପ୍ରତିଷ୍ଠା ହେଲାଣି। ଯଦି ଦେଖିବା ତାହେଲେ ଭଦ୍ରକ ଜିଲ୍ଲାରେ ମଧ୍ୟ ଯଦି ସ୍କୁଲକୁ ନିଆଯାଏ ତାହେଲେ 26 ଜଣ ପିଲାର ଯଦି 4 ଜଣ A1 ହୁଏ, A2 2 ଜଣ ହୁଏ, ତାହେଲେ ଏଇଥିରୁ ହିସାବ କରନ୍ତୁ ଏ ସ୍କୁଲର କେତେ ପରଫରମାନ୍ସ ରହିଛି। ଯେ ଆମେ ତ ଧନ୍ୟବାଦ ଦେବା ଯେ କି ଏଇ ଯୋଉ ଗୁରୁଜୀ ଗୁରୁମା ମାନଙ୍କୁ ଆମେ ଟିକେ ପ୍ରତିକ୍ରିୟା ନେବା। ନାଇଁ ଏଇଟା ପିଲାମାନଙ୍କର ସଫଳତା। ଏ ସଫଳତାକୁ ମୁଁ ପିଲାମାନଙ୍କୁ ଶ୍ରେୟ ଦେବି, କାରଣ ସେମାନଙ୍କର କଠିନ ପରିଶ୍ରମ। କେବଳ ସେତିକି ନୁହେଁ, ମୋର ସମସ୍ତ ସହଯୋଗୀ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଏଥିରେ ସହଯୋଗ କରିଛନ୍ତି ଏବଂ ଅଭିଭାବକ ମୁଖ୍ୟ ଭୂମିକା ରହିଛି, କାରଣ ଅଭିଭାବକ ସହଯୋଗ ବିନା ଆମେମାନେ ବି ସେତିକି ସଫଳତା ପାଇପାରିନଥାନ୍ତୁ। ଏଥିପାଇଁ ମୁଁ ସମସ୍ତଙ୍କୁ ଶ୍ରେୟ ଦେବି। ଯେ ପିଲା ଯେତେବେଳେ ଆସୁଥିଲେ ସ୍କୁଲ, ଏଇ ଯୋଉ ସବୁ
ए जो बछा बछा पिला माने तांकर एक्टिविटी सब केमती रहउथला ए माने कोन गुटे जुएल बोली जणा पडुथले ना एमती भलो परफॉर्मेंस आपे आसी ନାଇଁ ଦେଖନ୍ତୁ ଯେତେବେଳେ ଶିଶୁଟି ଆମ ଶିଶୁ ମନ୍ଦିରକୁ ଆସେ ସେ ସମ୍ପୂର୍ଣ୍ଣ ଗୋଟେ କାଦୁଅ ମାନେ ଚକଟା ପରି ହେଇଥାଏ। ଏଠି ସମସ୍ତ ଗୁରୁଜୀ ଗୁରୁମା ମାନଙ୍କର ସହଯୋଗରେ ପିଲାଟି ସୁନ୍ଦର ମାନେ ମାଠିଆଟି ହେଇଥାଏ। ତେଣୁ ସେମିତି ଏ ପିଲାମାନେ ମଧ୍ୟ ସେମିତି ଆସିଥିଲେ। ଅବଶ୍ୟ ପିଲା ତାଙ୍କର ନିଜସ୍ୱ ଗୁଣ ଅଛି। ଆମମାନେ ଚେଷ୍ଟା କରୁଥିଲୁ ତାଙ୍କୁ ସେ ଗୁଣକୁ ବିକାଶ କରିବା ପାଇଁ। ଯାହା ହଉ ଏଠି ସମସ୍ତଙ୍କର ସହଯୋଗ ଅଛି। देखो जो सरकारी स्कूल रे शिक्षक शिक्षयित्री माने दरमा पाउछन लक्षाधिक टंका किंतु आमे जदि देखिबा भद्रक जिला हिसाब निया जिबा अनेक स्कूल अछि जे कि ए1 मध्ये नाही शिशु मंदिर कोन एमती दिया जाउची पाठ जे कि 26 पिलारु चारिटा ए1 पाइला तांकर दरमा जदि कुआ जाय सेमती एते नुहे माने कोठी रहउची ना किछि मिराकिल शिशु मंदिर करूची सेमती किछि ना कोन ମିରାକିଲ କିଛି ନାହିଁ। ଏଠି ଆମେ ସମସ୍ତ ଗୁରୁଜୀ ଗୁରୁମା କେବେ ଆମେ କେତେ ଦକ୍ଷିଣା ପାଉଛୁ ତାକୁ ଆମେ ଦେଖୁନା। ମୂଳ କଥା ହଉଛି ଆମେ ଆମର ପରିଶ୍ରମ କରୁ। ପିଲାଟି ଯେତେବେଳେ ଆସେ ଯେତେବେଳେ ଆମ ପାଖକୁ ପିଲାଟି ଆସେ ଆମେ ଚେଷ୍ଟା କରୁ ଆମେ ପିଲାକୁ କେତେ ଦୂର ଦେଇପାରିବୁ। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଇଏ ଗୋଟେ ସ୍ୱତନ୍ତ୍ର ନୂଆ ପ୍ରକାର ବିଦ୍ୟାଳୟ। ଇଏ ବିଦ୍ୟାଳୟଟି ସମ୍ପୂର୍ଣ୍ଣ ସଂସ୍କୃତିବୋଧ ଭାରତୀୟ ଆଧ୍ୟାତ୍ମ ପରମ୍ପରା ଉପରେ ଆଧାରିତ ବିଦ୍ୟାଳୟ। ଏଠି ପିଲାଟି କେବଳ ଶିକ୍ଷା ପାଏନି ଶିକ୍ଷା ତ ସମସ୍ତେ ଦଉଛନ୍ତି। ଆମେ ଶିକ୍ଷା ସହିତ ନୈତିକତା ଦଉ ଆଧ୍ୟାତ୍ମିକତା ଦଉ। ପିଲାଟି ଏଠି କେତେ ମାନସିକ ସ୍ତରରେ ସ୍ଥିର ରହିବ ପିଲାର ସ୍ମୃତି ଶକ୍ତି କେମିତି ଡେଭଲପ ହବ ତାରି ଉପରେ ଆମେ ଗୁରୁତ୍ୱ ଦଉ। ବାକି ପାଠପଢା ତ ସମସ୍ତେ ଦଉଛନ୍ତି ଆମେ ବି ଦଉଛୁ। ଆମର ଫରକ ଏଇଆ ହଉଛି ଆମେ ଭାରତୀୟ ପରମ୍ପରା ଆଧାରିତ ଶିକ୍ଷା ଆମେ ଦଉ ଯାହାଫଳରେ ପିଲାଟି ଶୃଙ୍ଖଳିତ ହୁଏ ସଂସ୍କାରିତ ହୁଏ ଏବଂ ଗୋଟେ ଅଲରାଉଣ୍ଡ ଡେଭଲପମେଣ୍ଟ ପିଲାର ପାଏ। जे शुणुथिले जे कि स्कूल रो मध्ये अनेक अवदान रहउची कारण घरु जेतेबेले पिलाटी स्कूल को आसे सेतेबेले शिक्षक शिक्षयित्री गुरुजी गुरुमा मानकर अवदान रहे अनेक से पिलार केमती पाठ पढ़िबो केमती तार एक्टिविटी रहिबो केमती भलो परफॉर्मेंस करियो सेथिपथि मध्ये बहुत जत्मान थांदे। तबे आमे जणे गुरुमांकर प्रतिक्रिया नवा जे गुरुमा ए जो पिला माने जे सफलता पाइले केमती आपण देखुचंदी कोन सब रहिची तांको पछरे सेमन केमती पाठ पढुतले ସେମାନେ ତ ବହୁତ ନିଜେ ତ ବହୁତ ଚେଷ୍ଟା କରୁଥିଲେ। ହୁଁ। ଆମେ ତ ମାତ୍ର ମାଧ୍ୟମ। ସେମାନେ ତାଙ୍କ ନିଜସ୍ୱ ଚେଷ୍ଟା ବହୁତ ଭଲ ଥିଲା। ସେମାନେ ନିଜେ ହିଁ ସବୁ କିଛି ପଢୁଥିଲେ। ଆମେ ବହୁତ ଚେଷ୍ଟା କରୁ ଯେ ପିଲାମାନଙ୍କୁ କେତେ ଦୂର ଆମେ ଦେଇପାରିବୁ ତାଙ୍କ ପାଖରେ ଆମର ମାନେ ପହଞ୍ଚେଇ ପାରିବୁ ଆମ ପାଠଟା କେମିତି ସେମାନେ ଭଲ ଭାବରେ ବୁଝିପାରିବେ ଜିନିଷଟା ଜାଣିପାରିବେ ସବୁବେଳେ ପାଇଁ କେମିତି କ'ଣ ପାଠ ପ୍ରତି ସବୁବେଳେ ଧ୍ୟାନ ଦେବେ ଆମେ ସେଇଟା ହିଁ ଲକ୍ଷ୍ୟ କରୁ। ନା ତାଙ୍କର ତ ନିଜସ୍ୱ ଚେଷ୍ଟା ଫଳରେ ସେମାନେ ଯୋଉ ସଫଳତାର ମାନେ ପରିଶ୍ରମଟା ହିଁ ସଫଳତା ଚାବିକାଠି। ସେମାନେ ସେତିକି ପରିଶ୍ରମ କରିଛନ୍ତି ତ ସେଟା ବି ଆମ ସ୍କୁଲ ପାଇଁ ଗର୍ବ। ଆଉ आमे समस्ते कहि परिबा जे कि एई जो चांदबाली रो जो चारोटी पिला ये सुनिश्चित चांदबाली पई गर्व आनिचंती आ सेमान जो स्वप्न देखुचंती जणे कहिसंती जे कि डॉक्टर हेबे आ जणे कहउचंती सिविल जहा जो जो रहिचंती भविष्यत रे सेमानकर स्वप्न मध्य पूर्ण हो बोली आमे आशा करूछु आ एई जो गोटे गोटे जुएल एमाने केमिति आगो को बढ़िबे ताहा मध्य अभिभावक आ ई जो रहिले पिला मानकर अवदान ई सु मध्य अतुलनीय। भद्रक चांदबालू कैमरा पर्सन सूर्यकांत सहित वासुदेव संभावना।